से समस्त अपेक्षा श्रेष्ठ लावण्य प्रवंचना जनक और सौंदर्य असार मात्र जो स्त्री सदा प्रभु को भय करे से प्रशंसित हम ताहार हाथर फल ताहार दियो कोई ताहार निज कर्म नगर द्वारा ताहार प्रशंसा करू इलाके द्वारा स्त्री समाज पक्ष आपण दुर्विवाह उपासनार अनेक शुभेच्छा ज्ञापन करूछु। Yeah.
আজি 30 ସମୁଦ୍ର ମା ମାନେ ସମସ୍ତେ ମିଶିକି ନୃତ୍ୟ ଘୋଡ଼ାଇଲେ ସେ ପଳେଇଲା ସାଙ୍ଗେ ସାଙ୍ଗେ ପଳେଇଲା ଯେ ଆସି ପାରିଲା ନାହିଁ ପାଖକୁ ତ ନିଶ୍ଚୟ ପ୍ରଭୁଙ୍କର ମହିମା ଉଦ୍ଦେଶ୍ୟରେ ଗୌରବ ଉଦ୍ଦେଶ୍ୟ ତ ଏହିପରି ଭାବରେ ଆମେ ଯଦି ଏକତା ହେବା ପ୍ରଭୁଙ୍କର ଏକତା ସହିତ ପ୍ରଭୁ ଗୌରବ କରିବା ନିଶ୍ଚୟ ଶୈତାନ ଆଉ ସ୍ଥାନ ପାଇବ ନାହିଁ କୁଆଡ଼େ ପଳେଇବ ଦେଖି ହେବ ନାହିଁ ତ ଆମେ ପ୍ରଭୁଙ୍କୁ ନିଜର ମନକୁ ଦେବା ପ୍ରଭୁଠାରେ ଆମେ ତୃପ୍ତି ରହିବା ବର୍ତ୍ତମାନ ଗୋଟେ ଶେଷ ଗୀତ ତାପରେ ମଣ୍ଡଳ ଗୀତ ଯିବ ହିତେଶ ତା ପୂର୍ବରୁ ବାକ୍ୟ ଗୋଟେ ଶୁଣିବୁ ସୁସ୍ମିତା ମାନେ ଆସିବେ ବାକ୍ୟ ଯେଉଁ ଜଣ ସର୍ବକନିଷ୍ଠଙ୍କ ଆବୃତ ସ୍ଥାନରେ ବାସ କରେ ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ ସଦାପ୍ରଭୁ
ସେଥିପାଇଁ ସେମାନେ ତୁମକୁ ସ୍ୱହସ୍ତରେ କହିବେ। ତୁମେ ସିଂହ ଓ ତାଳସର୍ପ ଉପରେ ଚାଲିବ, ତୁମେ ଯୁବା ସିଂହକୁ ସର୍ପକୁ ପାଦ ତଳେ ଦଳିବ। ସେ ଆମ୍ଭ ଉପରେ ସ୍ନେହ ରଖିଅଛି, ଯେହେତୁ ଆମେ ତାହାକୁ ଉଦ୍ଧାର କରିବା। ସେ ଆମ୍ଭ ନାମ ଜାଣିଅଛି, ଯେହେତୁ ଆମେ ତାହାକୁ ଉଚ୍ଚରେ ରଖିବା। ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ ଆମେ ତାହାକୁ ଉତ୍ତର ଦେବା। ଦୁଃଖ ସମୟରେ ଆମେ ତାହାର ସହବର୍ତ୍ତୀ ହେବା। ଆମେ ତାହାକୁ ଦୀର୍ଘାୟୁ ଦେଇ ପରିତୃପ୍ତ କରିବା, ତାହାଙ୍କର ପରିତ୍ରାଣ ଆମେ ଦେଖାଇବା। महिमा हो प्रभु। तो धन्यवाद ये वाक्य कही सांग जन गीत परिवेशन करेंगे महिमा गौरव करो।
most beautiful and a thousand ପ୍ରଭୁଙ୍କର ମହିମା ଏବଂ ଗୌରବ ହଉ ଯେ ଆଜି ସମସ୍ତ ପ୍ରକାର ଅସ୍ତ୍ର ଧାରଣ କରି ଶୈତାନକୁ ଆମେ ଦୂରକୁ ଠେଲି ଦେଇଛୁ। ସେହିପରି ଭାବରେ ପ୍ରଭୁଙ୍କର ଗୌରବ କରିଛୁ, ପ୍ରଭୁଙ୍କର ମହିମା କରୁଛୁ। ପୁଣି ପ୍ରଭୁଙ୍କର ଗୌରବ ହଉ, ମହିମା ହଉ। ଆଉ ମଣ୍ଡଳୀ ତରଫରୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ। ଏହିପରି ଭାବରେ ପ୍ରଭୁଙ୍କ ଠାରେ ଆସନ୍ତୁ, ପ୍ରଭୁଙ୍କ ଠାରେ ଲାଗି ରୁହନ୍ତୁ, ଆଉ ଗୀତ ମାଧ୍ୟମରେ ପୁଣି ବାକ୍ୟ ମାଧ୍ୟମରେ ତାଙ୍କ ପ୍ରଶଂସା କରନ୍ତୁ। ଧନ୍ୟବାଦ ସମସ୍ତଙ୍କୁ। ବର୍ତ୍ତମାନ ଆମେ ମଣ୍ଡଳ ଗୀତ ଆଡ଼କୁ ଯିବୁ। ଆସନ୍ତ ମାନେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଭୁଙ୍କର ଗୌରବ ସକାଶେ ମଣ୍ଡଳୀର 113 ନମ୍ବର ଗୀତ ଗାନ କରିବେ। 113 ଯୁଝି ଜିଣ ଯୀଶୁ ରାଜା ଯେମନ୍ତ ଶୀଘ୍ର ତୁମ୍ଭ ପ୍ରଜା ପୃଥିବୀର ଲୋକେ ହଇବେ ତୁମ୍ଭ ଦାସଙ୍କୁ ପଠାଅ ଓ ତୁମ ଆତ୍ମାକୁ କୁହାଅ ତହିଁରେ ଭୂତ ଉଠିବେ। 113 ଯୁଝି ଜିଣ ଯୀଶୁ ରାଜା ଯେମନ୍ତ ଶୀଘ୍ର ତୁମ୍ଭ ପ୍ରଜା ପୃଥିବୀର ଲୋକେ ହଇବେ ତୁମ୍ଭ ଦାସଙ୍କୁ ପଠାଅ ଓ ତୁମ୍ଭ ଆତ୍ମାକୁ ବୁହାଅ ତହିଁରେ ବ୍ରତ ଉଠିବେ। ଆମର ପ୍ରାର୍ଥନା ହେ କର ଗ୍ରହଣ। ଆମେନ୍ ଆମେନ୍। ପ୍ରଶଂସନ ଓ କୀର୍ତ୍ତନ ତହିଁରେ କରୁ ଅର୍ପଣ। हमारे समस्ते निज निज स्थान अनुसारे उभाई दिवा। आम्भमानक पिता ईश्वर व आम्भमानक प्रभु यीशु ख्रीष्टଙ୍କ ଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଆମେନ୍। ଆଜିର ଧ୍ୟାନ ନିମନ୍ତେ ଆମ୍ଭମାନେ ଈଶ୍ୱରଙ୍କର ପବିତ୍ର ଜୀବନ୍ତ ବାକ୍ୟ ପଠନ କରିବା। ରୋମୀୟ ମଣ୍ଡଳ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 11 ପର୍ବ 25 ପଦରୁ 32 ପଦ ପର୍ଯ୍ୟନ୍ତ। Today Holy Scripture are the New Testament, Romans chapter 11 verses from 25 to 32. ଆମ ଭଉଣୀମାନଙ୍କୁ ଅନୁରୋଧ କରି ଯୁବତୀ ଭଉଣୀମାନଙ୍କୁ ଉଚ୍ଚ ସ୍ୱରରେ ପଠନ କରିବାରେ ସାହାଯ୍ୟ କରିବେ। ଭଉଣୀମାନଙ୍କୁ ଅନୁରୋଧ କରୁଅଛୁ ସେମାନେ ପଠନ କରିବାରେ ସାହାଯ୍ୟ କରିବେ। ଏହି ନିଗୁଡ଼ ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ନୁହ, ଏହା ମୋହର ଇଚ୍ଛା ନୁହେଁ। ଅର୍ଥାତ୍ ଯେ ପର୍ଯ୍ୟନ୍ତ ବିଜାତୀୟମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିନାହାନ୍ତି ସେ ପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି। ଆଉ ଏହି ପ୍ରକାର ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖା ଅଛି,
ସିଓନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୋବ ଠାରୁ ଅଧର୍ମ ଦୂର କରିବେ। ଆଉ ଯେତେବେଳେ ଆମ୍ଭେ ସେମାନଙ୍କର ପାପ ସବୁ ହରଣ କରିବା, ସେତେବେଳେ ଏହା ସେମାନଙ୍କ ସହିତ ଆମ୍ଭର ନିୟମ ହେବ। ସୁସମାଚାର ବିଷୟ ବିଚାର କଲେ ସେମାନେ ତୁମ୍ଭମାନଙ୍କ ସକାଶେ ବିରୋଧର ପାତ୍ର, କିନ୍ତୁ ନିର୍ବାଚନ ବିଷୟ ବିଚାର କଲେ ପିତୃପୁରୁଷଙ୍କ ସକାଶେ ପ୍ରିୟ ପାତ୍ର। କାରଣ ଈଶ୍ୱରଙ୍କ ଦାନ ସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ। ଯେଣୁ ତୁମ୍ଭେମାନେ ଯେପରି ପୂର୍ବେ ଈଶ୍ୱରଙ୍କ ଅନାଜ୍ଞାବହ ଥିଲ, କିନ୍ତୁ ଏବେ ସେମାନଙ୍କ ଅନାଜ୍ଞାବହତା ଦ୍ୱାରା ଦୟାପ୍ରାପ୍ତ ହୋଇଅଛ, ସେହିପରି ଏମାନେ ମଧ୍ୟ ଏବେ ଅନାଜ୍ଞାବହ ହୋଇଅଛନ୍ତି। ଯେପରି ତୁମ୍ଭମାନଙ୍କ ପ୍ରତି ପ୍ରକାଶିତ ଦୟା ଦ୍ୱାରା ଏମାନେ ସୁଦ୍ଧା ଏବେ ଦୟାପ୍ରାପ୍ତ ହୁଅନ୍ତି। କାରଣ ସମସ୍ତଙ୍କୁ ଦୟା କରିବା ନିମନ୍ତେ ଈଶ୍ୱର ସମସ୍ତଙ୍କୁ ଅନାଜ୍ଞାବହତାରେ ସମର୍ପଣ କରିଅଛନ୍ତି। ଆମେ ପ୍ରାର୍ଥନା କରିବା। ବାକ୍ୟ ରୂପେ ପ୍ରିୟ ପ୍ରଭୁ, ତୁମରି ମହାନ ନାମକୁ ଧନ୍ୟବାଦ ଦେଉଛୁ। ବାକ୍ୟ ମାଧ୍ୟମରେ ତୁମେ କଥା କହିବାକୁ ଇଚ୍ଛା କରୁଅଛ। ତୁମେ କଥା କହ ପ୍ରଭୁ, ତୁମେ ମୋରି ମୁଖ ଦେଇ ନିର୍ଗତ ହୋ। ମୋର ଶକ୍ତି ବୁଦ୍ଧି ଜ୍ଞାନ ଦ୍ୱାରା ନୁହେଁ, ତୁମରି ପବିତ୍ର ଆତ୍ମା ଅଭିଷେକ କର। ତୁମରି ଶକ୍ତି, ତୁମରି ବୁଦ୍ଧି, ତୁମରି ଜ୍ଞାନ ଦ୍ୱାରା ଯେପରି ତୁମରି ପବିତ୍ର ଜୀବନ୍ତ ବାକ୍ୟ ପ୍ରଭୁ ଆଜି ଏ ଜାଗାରେ ପଡ଼ିବି, ସେଥିପାଇଁ ତୁମେ ସାହାଯ୍ୟ କର। ସମସ୍ତଙ୍କର କର୍ଣ୍ଣ ଖୋଲା କର, ସମସ୍ତଙ୍କର ହୃଦୟ ମଧ୍ୟ ଖୋଲି ଦିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ସମସ୍ତେ ବସି ଯାଆନ୍ତୁ। ଖ୍ରୀଷ୍ଟରେ ପ୍ରିୟ ଉପସ୍ଥିତ ଈଶ୍ୱରଙ୍କର ଆହ୍ୱାନପ୍ରାପ୍ତ ଦାସ ଦାସୀଗଣ, ସର୍ବପ୍ରଥମେ ଈଶ୍ୱରଙ୍କର ମହାନ ନାମରେ ଗୌରବ ଧନ୍ୟବାଦ ଦେବାକୁ ଇଚ୍ଛା କରେ। ପ୍ରଭୁ ଆମମାନଙ୍କୁ ଗୋଟିଏ ସପ୍ତାହ ସାରା ସହବର୍ତ୍ତୀ ଥିଲେ। ଅନେକ ଆପଦ ବିପଦ ଶତ୍ରୁ ଶୈତାନ ମନ୍ଦ କାର୍ଯ୍ୟରୁ ରକ୍ଷା କରି ତ୍ରିଏକ ଈଶ୍ୱରଙ୍କର ପର୍ବ ପରେ ଦଶମ ରବିବାର ଉପାସନା ମଧ୍ୟରେ ସୁସ୍ଥ ସବଳର ସହିତ ପ୍ରଭୁ ବଢାଇ ଆଣିଅଛନ୍ତି। ତେଣୁକରି ପ୍ରଭୁଙ୍କର ମହାନ ନାମରେ ଧନ୍ୟବାଦ ଗୌରବ। ଆଜିର ଚ୍ୟାନେଲ ନିମନ୍ତେ ଆପଣମାନେ ଯେଉଁ ଶାସ୍ତ୍ରାଂଶ ସୁନ୍ଦର ଭାବରେ ଭଉଣୀ ମଧ୍ୟ ପଠନ କରିଅଛନ୍ତି, ରୋମିଓ 11 ପର୍ବ 25 ପଦରୁ 32 ପଦ ପର୍ଯ୍ୟନ୍ତ। ଆଉ ଆଜିର ଶାସ୍ତ୍ରାଂଶକୁ ନେଇ ଯାହା ମୁଁ ପ୍ରସଙ୍ଗ ନେଇଅଛି, ତାହା ହେଉଛି ଆମ୍ଭମାନଙ୍କ ଦୁର୍ବଳତାରେ ଈଶ୍ୱରଙ୍କ ପରିତ୍ରାଣ ବିକଶିତ ହୁଏ। ଆମ୍ଭମାନଙ୍କ ଦୁର୍ବଳତାରେ ଈଶ୍ୱରଙ୍କର ପରିତ୍ରାଣ ବିକଶିତ ହୁଏ। God's salvation blossom in our weakness. ମୋର ପ୍ରିୟ ମଣ୍ଡଳୀ, ଦୁର୍ବଳ ଥିଲେ ହିଁ ଈଶ୍ୱରଙ୍କର ଶକ୍ତି ଆମଙ୍କର ଜୀବନରେ କାର୍ଯ୍ୟକାରୀ ହୁଏ। ଆମେ ଈଶ୍ୱରଙ୍କର ପରିତ୍ରାଣକୁ ଲକ୍ଷ୍ୟ କରୁଛୁ। ଯଦି ଆମେ ଚିନ୍ତା କରିବା, ପ୍ରିୟମାନେ, ଜଣେ ସାଧୁ ଲୋକ ସିଏ ଗୋଟିଏ ଚଢ଼େଇକୁ ପଚାରୁଅଛନ୍ତି ଯେ ତୁମେ ଏତେ ସୁନ୍ଦର ଭାବରେ କାହିଁକି ଉପରକୁ ଉଡ଼ି ପାରୁଅଛ? ଆଉ ସେ ସମୟରେ ସେ ଚଢ଼େଇ ମଧ୍ୟ ବହୁ ସୁନ୍ଦର ଭାବରେ ଉତ୍ତର ଦେଉଅଛନ୍ତି ଯେ ମୋ ପାଖରେ ଯାହା ମଧ୍ୟ ଓଜନିଆ ଜିନିଷ ଅଛି ସେ ସବୁ ମୁଁ ତ୍ୟାଗ କରିଦେଉଛି, ତେଣୁକରି ମୁଁ ଉପରକୁ ଉଡ଼ି ପାରୁଛି। ବହୁତ ସୁନ୍ଦର ବିଷୟ। ଯଦି ଆମେ ଦେଖିବା, ବେକାରିଆ ଓଜନିଆ ଜିନିଷ ଗୁଡ଼ିକ ଆମେମାନେ ପରିତ୍ୟାଗ କରିବା ଆବଶ୍ୟକ ଅଟେ। ଯଦି ଫ୍ଲାଇଟରେ ମଧ୍ୟ ଦେଖିବା, ଉଡ଼ାଜାହାଜ ମଧ୍ୟ ଦେଖିବା, ସେଇ ଜାଗାରେ ମଧ୍ୟ ବହୁତ ସୁନ୍ଦର ଭାବରେ ଗୋଟିଏ ନିୟମ ରହିଛି। ଯେଉଁମାନେ ଫ୍ଲାଇଟରେ ଯିବେ ସେମାନେ ମଧ୍ୟ ଲିମିଟରେ ସାମଗ୍ରୀ ସେମାନେ ନେଇକି ଲାଗେଜ ନେଇକି ଯାଆନ୍ତି। 7 କେଜି, 10 କେଜି, 12 କେଜି ଏହିପରି ଭାବରେ ସେମାନଙ୍କର ଲିମିଟରେ ଗୋଟିଏ ଲାଗେଜକୁ ନେଇ ସେମାନେ ଫ୍ଲାଇଟରେ କିମ୍ବା ଉଡ଼ାଜାହାଜ ମଧ୍ୟରେ ଯାତ୍ରା କରନ୍ତି। ଆଜି ଆମେମାନେ ମଧ୍ୟ କାହିଁକି ଧର୍ମହୀନ ହଉ, ସମସ୍ୟା ଭିତରେ ସବୁବେଳେ ରହୁ, ଚିନ୍ତାକୁ ଧରିକରି ଚାଲୁଅଛୁ। ଯୀଶୁ କହନ୍ତି ବହୁତ ସୁନ୍ଦର ଭାବରେ ପ୍ରଥମ ପିତର 5 ପର୍ବ 7 ପଦ ପଛରେ, ପ୍ରଥମ ପିତର 5 ଅଧ୍ୟାୟ 7 ପଦ ପଛରେ, ତୁମ୍ଭମାନଙ୍କର ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ,
କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ଆମମାନଙ୍କର ଚିନ୍ତାର ଭାର କାହା ଉପରେ ପକାଇବା ଆବଶ୍ୟକ? ଈଶ୍ୱରଙ୍କର ଉପରେ ଆମମାନଙ୍କର ଚିନ୍ତାର ଭାର ଯଦି ପକାଇବା, ଆମମାନଙ୍କର ଚିନ୍ତାର ଭାର ପ୍ରଭୁ ଚିନ୍ତା କରନ୍ତି। ଏହି ଜଗତ ମଧ୍ୟରେ ଆମେମାନେ ଅଚଳିଆ ଜିନିଷରେ ଗତି କରୁଅଛୁ ମୋର ପ୍ରିୟ ମଣ୍ଡଳୀ। ଆମେ ଏ ଜଗତ ମଧ୍ୟରେ ଯଦି ଚିନ୍ତା କରିବା, ଅନେକ ଅଚଳିଆ ଜିନିଷ ଆମମାନଙ୍କର ଜୀବନରେ ରହିଅଛି। ଆଉ ସେ ଜୀବନରେ ଅଚଳିଆ ଜିନିଷରେ ଆମେ ଗତି କରୁଅଛୁ। ତେଣୁକରି ଆମମାନଙ୍କର ଜୀବନ ଯାତ୍ରା ଅତି କଷ୍ଟକର ହଉଅଛି। ଅଚଳିଆ ଜିନିଷ ଯଦି ଚିନ୍ତା କରିବା, ଆମମାନଙ୍କର ଜୀବନରେ ଗର୍ବ ରହୁଅଛି। ଆମମାନଙ୍କର ଜୀବନରେ ଅନେକ ଚିନ୍ତାର ଭାର ରହିଅଛି। ଆମମାନଙ୍କର ଜୀବନରେ ଅହଙ୍କାର ରହିଅଛି। ଆମମାନଙ୍କର ଜୀବନରେ ଅନେକ ବିଷୟ ରହିଅଛି, ଯାହା ଚିନ୍ତାର ଭାର ସହିତ ଆମେ ଆଗକୁ ବଢି ପାରୁନୁ। ମୋର ପ୍ରିୟ ମଣ୍ଡଳୀ, ଆମେ ଯଦି ଚିନ୍ତା କରିବା, ଆଜି ଆମେ ଜାଣିବା ଈଶ୍ୱରଙ୍କର ପରିତ୍ରାଣ ଆମମାନଙ୍କର ଦୁର୍ବଳତାରେ ପ୍ରକାଶିତ ହୁଏ। ଆଉ ଈଶ୍ୱରଙ୍କର ପରିତ୍ରାଣର ଅଂଶୀ ହେବା ପାଇଁ ଆମେ ତିନି ଗୋଟି ବିଷୟକୁ ଆମମାନଙ୍କର ଜୀବନରେ ଆବଶ୍ୟକତା ରହିଥାଏ। ଈଶ୍ୱରଙ୍କର ପରିତ୍ରାଣ ଆମମାନଙ୍କର ଜୀବନରେ ଆବଶ୍ୟକ ଅଟେ ମୋର ପ୍ରିୟ ମଣ୍ଡଳୀ। ଯଦି ଆମେ ଦେଖିବା ପ୍ରଥମ ବିଷୟ, ଯାହା 25 ପଦରୁ 26 ପଦ ମଧ୍ୟରେ ବହୁତ ସୁନ୍ଦର ଭାବରେ ଲେଖାଯାଏ। କାରଣ ହେ ଭାଇମାନେ, ତୁମ୍ଭେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର, ଏଥି ନିମନ୍ତେ ତୁମ୍ଭେମାନେ ଯେ ଏହି ନିଗୁଡ ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ। ଅର୍ଥାତ୍ ଯେ ପର୍ଯ୍ୟନ୍ତ ବିଜାତି ମାନେ ପୂର୍ଣ୍ଣ ସଂଖ୍ୟାର ପ୍ରବେଶ କରିନାହାନ୍ତି, ସେ ପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି। ଆଉ ଏହି ପ୍ରକାର ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖା ଅଛି, ସିଓନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୋବ ଠାରୁ ଅଧର୍ମ ଦୂର କରିବେ। ଯେତେବେଳେ ପର୍ଯ୍ୟନ୍ତ ଆମ ଚରିତ୍ରକୁ ନମ୍ର କରିନାହୁଁ, ସେତେବେଳେ ପର୍ଯ୍ୟନ୍ତ ଆମମାନଙ୍କର ଜୀବନରେ ପରିତ୍ରାଣ ଆସି ନପାରେ। ତେଣୁକରି ପ୍ରଥମ ବିଷୟକୁ ନେଇଅଛି ପଏଣ୍ଟ, ଆମ୍ଭମାନଙ୍କର ଚରିତ୍ରକୁ ନମ୍ର କରିବା ଆବଶ୍ୟକ ଅଟେ। ଟୁ ହମ୍ବଲ୍ ଆୱାର କ୍ୟାରେକ୍ଟର। ଆଜି ଆମମାନଙ୍କର ଜୀବନରେ ଯୋଉ ଚରିତ୍ର ରହିଅଛି, ସେ ଚରିତ୍ରକୁ ଆମେମାନେ ନମ୍ରତାରେ ପରିଣତ କରିବା ଆବଶ୍ୟକ ଅଟେ। ସରଳ ଭାବରେ କହନ୍ତି 25 ପଦ ମଧ୍ୟରେ, ନିଜକୁ ବୁଦ୍ଧିମାନ ଜ୍ଞାନୀ ମନେ ନ କର ବୋଲି। ଯେତେବେଳେ ଆମେମାନେ ଜ୍ଞାନୀ କିମ୍ବା ବୁଦ୍ଧିମାନ ବୋଲି ମନେ କରୁଅଛୁ, ଆମମାନଙ୍କର ଜୀବନରେ ଆମମାନଙ୍କର ହୃଦୟ ମଧ୍ୟରେ ଗୋଟିଏ ଚିନ୍ତାର ଭାର କଠିନ ଭାବରେ ଆମେ ଧରି ରଖୁଅଛୁ। ଆମେ କେବେ ମଧ୍ୟ ପରିତ୍ରାଣ ପଥରେ ଯାଇ ହେବ ନାହିଁ। ଯେତେବେଳେ ଆମେମାନେ ନମ୍ର ହେବୁ, ପ୍ରଭୁଙ୍କ ଠାରେ ଆଣ୍ଠେଇବୁ, ସମର୍ପିତ ଜୀବନ କାଟିବୁ, ସେହି ସମୟରେ ଈଶ୍ୱର ଆମମାନଙ୍କର ନିକଟବର୍ତ୍ତୀ ହେବେ। ଆମମାନଙ୍କର ଜୀବନରେ ନମ୍ରତା ଆବଶ୍ୟକ ଅଟେ। ପ୍ରିୟ ମଣ୍ଡଳୀ, ଆମେ ଦେଖୁଅଛୁ, ଯାହା ଲକ୍ଷ୍ୟ କରୁଛୁ, ଇସ୍ରାଏଲ ଗୋଷ୍ଠୀଙ୍କର ସମ୍ମୁଖରେ ରଖି ସାଧୁ ପାଉଲ ରୋମୀୟ ମଣ୍ଡଳୀକୁ ଚିଠି ଲେଖୁଅଛନ୍ତି। ଇସ୍ରାଏଲ ଗୋଷ୍ଠୀ ସେମାନଙ୍କର ହୃଦୟକୁ କଠିନ କରୁଅଛନ୍ତି, ଯାହା ଆମେ ଦେଖୁଅଛୁ 25 ପଦର ଶେଷ ଅଂଶ ମଧ୍ୟରେ ବହୁତ ସୁନ୍ଦର ଭାବରେ ଲେଖାଯାଏ, ଯେ ପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି। ପ୍ରିୟମାନେ, ଆମମାନଙ୍କର ପରିତ୍ରାଣର ପ୍ରଥମ ସୋପାନ ହେଉଛି ନିଜକୁ ନମ୍ର କରିବା ଆବଶ୍ୟକ ଅଟେ। ଯୀଶୁ ଖ୍ରୀଷ୍ଟ ଏହି ଜଗତ ମଧ୍ୟରେ ପରିତ୍ରାଣ ଦେବା ନିମନ୍ତେ ଆସିଥିଲେ, ପ୍ରଥମେ ନମ୍ର ହୋଇଥିଲେ ନିଜେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ପ୍ରଥମ କାର୍ଯ୍ୟ ଥିଲା ନିଜକୁ ନମ୍ର କରିବା। ଆଜି ଆମେ ଯଦି ଦେଖିବା ଫିଲିପିଓ 2 ପର୍ବ 5 ପଦରୁ 7 ପଦ ମଧ୍ୟରେ ବହୁତ ସୁନ୍ଦର ଭାବରେ ଲେଖାଯାଏ। ଫିଲିପିଓ 2 ପର୍ବ 5 ପଦରୁ 7 ପଦ ମଧ୍ୟରେ, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ବଡ ଥିଲା, ତୁମ୍ଭମାନଙ୍କର ସେହିପରି ବଡ ହଉ। ସେ ଈଶ୍ୱର ରୂପୀ ହେଲେ ଈଶ୍ୱରଙ୍କର ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ୍ୟ ହୋଇ ଦାସ ରୂପ ଧାରଣ କରି ଆପଣଙ୍କୁ ଶୂନ୍ୟ କଲେ। ମୋର ପ୍ରିୟ ମଣ୍ଡଳୀ, ଆମେ ଦେଖୁଅଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେପରି ଈଶ୍ୱରଙ୍କର ପୁତ୍ର ହେଲେ ମଧ୍ୟ ଈଶ୍ୱରଙ୍କର ସହିତ କେବେ ମଧ୍ୟ ସମାନ କରିନାହାନ୍ତି, ସେ ନିଜକୁ ଶୂନ୍ୟ କରୁଅଛନ୍ତି। ଆଜି ଆମମାନଙ୍କର ଜୀବନରେ ସେଇ ଶୂନ୍ୟ ରହୁଅଛି କି? ଆଜି ଆମମାନଙ୍କର ଜୀବନରେ ଜଗତର ପରିତ୍ରାଣ ନିମନ୍ତେ ଆପଣଙ୍କୁ ଶୂନ୍ୟ ମନେ କରୁଅଛୁ କି? ନାଇଁ, ଆମେମାନେ ଶୂନ୍ୟ ମନେ କରୁନୁ।
ନିଜକୁ ପ୍ରଭୁ ଏ ଜଗତ ମଧ୍ୟରେ ନିଜକୁ ଶୂନ୍ୟ ମନେ କରୁଅଛନ୍ତି ନମ୍ରତା ଆମେମାନେ ଦେଖିବାକୁ ପାଉଛୁ। ଆଜି ଆମେମାନେ ନିଜକୁ ନମ୍ର କରୁଅଛୁ କି? ଆଜି ଆପଣଙ୍କର ଜୀବନରେ ଯାହା ମଧ୍ୟ ରହିଅଛି ନିଜକୁ ନମ୍ରତା କରିବୁ ନାହିଁ, ତାହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଇଚ୍ଛା ଅନୁସାରେ କେବେ ମଧ୍ୟ ମାନେ ପରିତ୍ରାଣ ପଥରେ ଯାତ୍ରା କରିପାରିବୁ ନାହିଁ। ପ୍ରଭୁ ମଧ୍ୟ ମାନଙ୍କର ନିକଟବର୍ତ୍ତୀ କେବେ ମଧ୍ୟ ହେବେ ନାହିଁ। ମୋର ପ୍ରିୟ ମଣ୍ଡଳୀ, ଯଦି ଆମେ ଚିନ୍ତା କରିବା ବାଇବଲରେ ଲୁସିଫରଙ୍କର ଗଠନ ବିଷୟରେ ଆମେ ସମସ୍ତେ ଜାଣୁ। ଯେହେତୁ 28 ଅଧ୍ୟାୟ 13 ପଦରୁ 14 ପଦ ମଧ୍ୟରେ ବହୁତ ସୁନ୍ଦର ଭାବରେ ଲେଖାଯାଏ। ହୀରା ମୋତି ମାଣିକ ପ୍ରତ୍ୟେକ ବିଷୟକୁ ଲୁସିଫରଙ୍କୁ ପରମେଶ୍ୱର ଗଠନ କରିଥିଲେ, କିନ୍ତୁ ତାର ଜୀବନରେ ଅଭାବ ଥିଲା ନମ୍ରତାର ଅଭାବ। ତାର ଜୀବନରେ ଶୂନ୍ୟତାର ଅଭାବ ଥିଲା। ସେ ନିଜକୁ କେବେ ମଧ୍ୟ ଶୂନ୍ୟ କରୁନଥିଲେ। ଯାହା ଆମେ ଦେଖୁଅଛୁ ଇସାୟ 14 ଅଧ୍ୟାୟ 12 ପଦରୁ 14 ପଦ ମଧ୍ୟରେ ତାଙ୍କୁ ନିକ୍ଷେପ କରାଯାଇଅଛି। କାହିଁକି ନିକ୍ଷେପ କରାଯାଇଅଛି ଗଠନ କରିଦିଅନ୍ତୁ। ଇସାୟ 14 ପର୍ବ 12 ପଦରୁ 14 ପଦ ପର୍ଯ୍ୟନ୍ତ। ହଁ ହଁ ଆମେ ସ୍ୱର୍ଗ ଆରୋହଣ କରିବା। ଲୁସିଫର ନିଜେ ନିଜେ ମନରେ କଥା କହୁଛନ୍ତି ଆମେ ସ୍ୱର୍ଗକୁ ଆରୋହଣ କରିବା। ଆମେ ପରମେଶ୍ୱରଙ୍କର ନକ୍ଷତ୍ର ଗଣରେ ଊର୍ଦ୍ଧ୍ୱରେ ସିଂହାସନ ଉପସ୍ଥାପନ କରିବା। ହଁ ଦେଖନ୍ତୁ ମୋର ପ୍ରିୟ ମଣ୍ଡଳୀ, ତାଙ୍କର ଜୀବନରେ ପରମେଶ୍ୱର ବହୁତ ସୁନ୍ଦର ଭାବେ ନିର୍ମାଣ କରିଥିଲେ, କିନ୍ତୁ ତାଙ୍କ ଜୀବନରେ ଗର୍ଭଜାତ ହୋଇଥିଲା। ତାଙ୍କର ଜୀବନକୁ ଆମେ ଦେଖୁଛୁ ନମ୍ରତା ନଥିଲା। ସେ ପରମେଶ୍ୱରଙ୍କର ସିଂହାସନରୁ ଊର୍ଦ୍ଧ୍ୱକୁ ଉଡ଼ିବା ନିମନ୍ତେ ପରମେଶ୍ୱରଙ୍କର ନକ୍ଷତ୍ରମାଳାର ଉପରକୁ ନିଜର ସିଂହାସନ ସ୍ଥାପନ କରିବା ନିମନ୍ତେ ନିଜର ଭାବନା କଳ୍ପନା ଗଠନ କରିଥିଲେ, କିନ୍ତୁ ତାଙ୍କୁ ପରମେଶ୍ୱର ସେ ଭାବନା କଳ୍ପନାକୁ ଦେଖି ଜାଣିକି ନିକ୍ଷେପ କଲେ। ଆଜି ଆମ୍ଭେମାନେ ମଧ୍ୟ କିପରି ଭାବୁଅଛୁ ଯେ ନିଜର ଜୀବନରେ ଗର୍ଭ ଧରିକି ସ୍ୱର୍ଗ ରାଜ୍ୟରେ ପରିତ୍ରାଣ ପଥକୁ ଯିବୁ। ଆମେ କିପରି ଭାବେ ନିଜ ଜୀବନରେ ଯାହା ଗର୍ଭ ରହିଅଛି ସେ ଗର୍ଭକୁ ଧରିକରି ପରିତ୍ରାଣ ପଥକୁ ଯାତ୍ରା କରିବୁ ବୋଲି ଆମେ ଭାବୁଅଛୁ। ସ୍ୱର୍ଗର ଦୂତ କିରୁବ ଯଦି ତାଙ୍କ ଜୀବନରେ ଗର୍ଭ ଥିବାରୁ ପରମେଶ୍ୱର ଯଦି ନିକ୍ଷେପ କରିଅଛନ୍ତି, ଆମଙ୍କର ଜୀବନରେ ଗର୍ଭ ଧରି ଆମେ କିପରି ଯାଇପାରିବୁ? ତେଣୁକରି ମୋର ପ୍ରିୟ ମଣ୍ଡଳୀ, ଆଜି ଆମମାନଙ୍କ ପାଖରେ ସମୟ ଅଛି। ଆମେମାନେ ନିଜକୁ ନିଜେ ଚରିତ୍ରକୁ ନମ୍ର କରିବା ଆବଶ୍ୟକ ଅଟେ। ଆଜି ସନ୍ଧ୍ୟା ସମୟରେ 3 ଘଣ୍ଟା ସମୟରେ ବହୁତ ସୁନ୍ଦର ଭାବରେ ସ୍ତ୍ରୀ ସମାଜ ମାନଙ୍କର ଚୟନ କର୍ତ୍ତା ରହିଅଛି। ନିଜକୁ ନମ୍ର କରିବା ଆବଶ୍ୟକ ଅଟେ। ନିଜକୁ ଯଦି ନମ୍ର କରିବୁ ନାହିଁ, ଆଉ ପ୍ରତ୍ୟେକ କାର୍ଯ୍ୟ ଆଜିର ଶାସ୍ତ୍ରାଂଶ ଅନୁସାରେ ଯାହା ଇସାୟ 14 ଅଧ୍ୟାୟ 28 ପର୍ବ ଅନୁସାରେ ଯଦି ଆପଣଙ୍କର ଜୀବନରେ ଗର୍ବ ଅଛି, ତାହେଲେ କେବେ ମଧ୍ୟ ଆମ୍ଭେମାନେ ଯାହା ମଧ୍ୟ ସେବା କାର୍ଯ୍ୟ କଲେ ମଧ୍ୟ ଈଶ୍ୱରଙ୍କର ସହିତ ସଂଯୁକ୍ତ ହୋଇପାରିବୁ ନାହିଁ। ଆମେ ନିଜକୁ ନିଜେ ନମ୍ରର ଆବଶ୍ୟକତା ରହିଅଛି। ଆମମାନଙ୍କର ଜୀବନରେ ନମ୍ରତାର ଆବଶ୍ୟକତା ରହିଅଛି। ଆଜି ଇସ୍ରାଏଲ ଗୋଷ୍ଠୀ ସେମାନଙ୍କର ଜୀବନକୁ କଠିନ କରୁଅଛନ୍ତି। ଆଜି ଆମମାନଙ୍କର ଜୀବନ ମଧ୍ୟ ସେଇ ପ୍ରକାର କଠିନ ଥିବ। ମତ ଜ୍ଞାନୀ କିଏ ନାହିଁ, ମତ ବୁଦ୍ଧିମାନ କିଏ ନାହିଁ ବୋଲି ଆମେ ବହୁତ ସୁନ୍ଦର ଭାବରେ କହୁଥିବୁ। ଆଜି ଇସ୍ରାଏଲ ଗୋଷ୍ଠୀ ମଧ୍ୟ ସେଇ ପ୍ରକାର ନିଜକୁ ନିଜେ ସେମାନେ ପ୍ରଶ୍ନ କରୁଅଛନ୍ତି। ସେମାନେ ନିଜେ କହୁଅଛନ୍ତି ଯେ ଆଜି ମତ ଜ୍ଞାନୀ ମଧ୍ୟ କେହି ନାହାନ୍ତି ବୋଲି। ମୋର ପ୍ରିୟ ମଣ୍ଡଳୀ, ଆଜି ଆମେ ଦେଖୁଅଛୁ ବହୁତ ସୁନ୍ଦର ଭାବରେ ଲେଖାଯାଇଅଛି। କାରଣ ହେ ଭାଇମାନେ, ତୁମେମାନେ ଯେପରି ଆପଣ ଆପଣଙ୍କୁ ବୁଦ୍ଧିମାନ ବୋଲି ମନେ ନ କର। ଇସ୍ରାଏଲ ଲୋକମାନେ ସେମାନେ ନିଜକୁ ବୁଦ୍ଧିମାନ ବୋଲି କହୁଅଛନ୍ତି, ନିଜର ହୃଦୟକୁ କଠିନ କରୁଅଛନ୍ତି। ଆଜି ଆମମାନଙ୍କର ଜୀବନରେ ପରମେଶ୍ୱର କହିବାକୁ ଇଚ୍ଛା କରନ୍ତି, ଯଦି ନିଜର ଜ୍ଞାନ ଅଛି ତାହେଲେ କେବେ ମଧ୍ୟ ଗର୍ବ କରିବା ନାହିଁ। ନିଜର ହୃଦୟକୁ କେବେ ମଧ୍ୟ କଠିନ କରିବା ନାହିଁ। ଆମମାନଙ୍କର ବ୍ୟବହାର, ଆମମାନଙ୍କର ଚରିତ୍ରକୁ ନମ୍ର କରିବା ଆବଶ୍ୟକ ଅଟେ। ତେଣୁକରି ପରମେଶ୍ୱର ଆମମାନଙ୍କର ସହିତ ସଦା ସର୍ବଦା ଥିବେ। ଆମର ଦ୍ୱିତୀୟ ବିଷୟ ଚିନ୍ତା କରିବା, ଯାହା
37 ପଦରୁ 31 ପଦ ମଧ୍ୟରେ ବହୁତ ସୁନ୍ଦର ଭାବରେ ଲେଖାଯାଇଅଛି। ଆଉ ଦ୍ୱିତୀୟ ବିଷୟକୁ ମୁଁ ଯାହା ନେଇଅଛି, ଆମ୍ଭେମାନେ ଚୁକ୍ତିରେ ସର୍ବୋଚ୍ଚ ହେବା ଆବଶ୍ୟକ। We need to be honest in the agreement. ଆମ୍ଭେମାନେ ଚୁକ୍ତିରେ ସର୍ବୋଚ୍ଚ ହେବା ଆବଶ୍ୟକ ଅଟେ। ଯୀଶୁ ଖ୍ରୀଷ୍ଟ ଜଗତର ପାପ ହେତୁ ମୃତ୍ୟୁବରଣ କଲେ, ଆଉ ପାପ ସବୁ ହରଣ କଲେ। ସେଥିଯୋଗୁଁ ନୂଆ ନିୟମ ଆମ୍ଭେମାନେ ପାଖରେ ଆସିଅଛି। ଆମେ ଦେଖୁଅଛୁ ଯାହା ଫିଲିପିଓ 2 ଅଧ୍ୟାୟ 8 ପଦ ମଧ୍ୟରେ ବହୁତ ସୁନ୍ଦର ଭାବରେ ଲେଖାଯାଏ। ଫିଲିପିଓ 2 ପର୍ବ 8 ପଦ ମଧ୍ୟରେ ପୁଣି ମନୁଷ୍ୟ ଭାବରେ ଦେଖାଯାଏ, ମୃତ୍ୟୁ ପର୍ଯ୍ୟନ୍ତ କୃଷି ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ଯୀଶୁ ଖ୍ରୀଷ୍ଟ ଜଗତର ପରିତ୍ରାଣ ନିମନ୍ତେ ପିତା ଈଶ୍ୱରଙ୍କର ଆଜ୍ଞାବହ ହେଲେ। ଆମ୍ଭେମାନେ ମଧ୍ୟ ପରିତ୍ରାଣ ଗ୍ରହଣ କରିବାକୁ ହେଲେ ବିଶ୍ୱସ୍ତ ଓ ସାଧୁ ହୋଇ ଆଜ୍ଞାବହ ହେବା ଆବଶ୍ୟକ ଅଟେ। ମୋର ପ୍ରିୟ ମଣ୍ଡଳୀ, ଯୀଶୁ ଯେପରି ଆମକୁ ପ୍ରେମ କଲେ, ତଦ୍ରୂପ ଆମ୍ଭେମାନେ ମଧ୍ୟ ପରସ୍ପର ପ୍ରେମ କରିବା ଆବଶ୍ୟକ ଅଟେ। ପ୍ରେମର ବ୍ୟବସ୍ଥା ଈଶ୍ୱର ଆମମାନଙ୍କୁ ଦେଇଅଛନ୍ତି। ଆଜି ଆଜ୍ଞାବହ ଅଟୁକି ଆମ୍ଭେମାନେ ଆଜି ଆପଣଙ୍କର ଜୀବନକୁ ପଚାରିବା, ଆମେ କେବେ ମଧ୍ୟ ଈଶ୍ୱରଙ୍କର ଆଜ୍ଞାବହ ହେଉନାହୁଁ। ଈଶ୍ୱରଙ୍କର ଇଚ୍ଛାରେ ଆମମାନଙ୍କର ଚରିତ୍ର ମଧ୍ୟ ନମ୍ରତାରେ ଆଣୁନୁ। ଈଶ୍ୱରଙ୍କର ଇଚ୍ଛା ଅନୁସାରେ ଆମମାନଙ୍କର ଜୀବନରେ ଆଜ୍ଞାବହତା ମଧ୍ୟ ଆମେ କରିପାରୁନୁ। କିନ୍ତୁ ମୋର ପ୍ରିୟ ମଣ୍ଡଳୀ, ଆମମାନଙ୍କର ଜୀବନରେ ଈଶ୍ୱରଙ୍କର ଆଜ୍ଞାବହତା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଆମେ ଆଜ୍ଞାବହତା ହେବା ନାହିଁ, ତାହେଲେ ଈଶ୍ୱର କେବେ ମଧ୍ୟ ଆମମାନଙ୍କୁ ଉଠାଇବେ ନାହିଁ ଉପରକୁ ମଧ୍ୟ। ଆମମାନଙ୍କର ଜୀବନରେ ପରିତ୍ରାଣ ପଥ କେବେ ମଧ୍ୟ ଆସିବ ନାହିଁ। ଆମେ କେବଳ ଆଜ୍ଞାବହତା ଜୀବନ ଅତିବାହିତ କରିବା ଆବଶ୍ୟକ ଅଟେ। ଆଜି ପୁଅ ଝିଅ ମାନଙ୍କୁ ଦେଖିବା, ବାପା ମାଙ୍କର ଆଜ୍ଞାବହତା ନାହିଁ। ଆଜି ସ୍ତ୍ରୀକୁ ଦେଖିବା, ସ୍ୱାମୀର ଆଜ୍ଞାବହତା ନାହିଁ। ଆଜି ସ୍ୱାମୀକୁ ଦେଖିବା, ସ୍ତ୍ରୀର ଆଜ୍ଞାବହତା ଦେଖାଯାଉ ନାହିଁ। ପରସ୍ପର ତଦ୍ରୂପ ଆମେ ପ୍ରେମରେ ରହିବା ଆବଶ୍ୟକ ଅଟେ, ଆଜ୍ଞାବହତାର ସହିତ। ମୋର ପ୍ରିୟ ପରିବାର, ଯଦି ଚିନ୍ତା କରିବା ଆମମାନଙ୍କର ଜୀବନରେ ପ୍ରତ୍ୟେକ ଗର୍ଭ, ପ୍ରତ୍ୟେକ ଅନାଜ୍ଞାବହତା ଆମମାନଙ୍କର ଜୀବନରେ ଗତି କରୁଅଛି। ତେଣୁକରି ଆମେ ବିଶ୍ୱସ୍ତ ଭାବରେ ଆମେ ଅତିବାହିତ କରିବା ଆବଶ୍ୟକ ଅଟେ। ପ୍ରିୟମାନେ, ଈଶ୍ୱର ସେମାନଙ୍କୁ ପ୍ରେମ କରନ୍ତି ଯେଉଁମାନେ ଶାସ୍ତ୍ରାର୍ଥକୁ ଅଧିକ ବିଶ୍ୱାସ କରନ୍ତି, ସେମାନଙ୍କୁ ହିଁ ପ୍ରଭୁ ମଧ୍ୟ ପ୍ରେମ କରନ୍ତି। ଆମେ ବହୁତ ସୁନ୍ଦର ଭାବେ ଜାଣିଛୁ, ପ୍ରଥମ ଜହନ ମଧ୍ୟରେ ଲେଖାଯାଏ, ଆମର ବାକ୍ୟ ଦ୍ୱାରା କିମ୍ବା ଜିହ୍ବା ଦ୍ୱାରା ଈଶ୍ୱରଙ୍କୁ ପ୍ରେମ ନ କରି କାର୍ଯ୍ୟ ଦ୍ୱାରା ପ୍ରେମ କରିବା ଆବଶ୍ୟକ ଅଟେ। ଆଜି ଆମମାନଙ୍କର ଜୀବନରେ ସେଇ ଆଜ୍ଞାବହତା ଦେଖାଯାଉ ନାହିଁ। ଆମର ଆଜ୍ଞାବହତା ହେବା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁକରି ଆମମାନଙ୍କର ଜୀବନର ଗୋଟିଏ ପଥ, ପରିତ୍ରାଣ ପଥରେ ଆମେ ଯାତ୍ରା କରିପାରିବୁ। ଯଦି ଦେଖିବା ଯୋସେଫଙ୍କର ଜୀବନରେ, ଆଦି ପୁସ୍ତକ 39 ପର୍ବ 2 ପଦ ମଧ୍ୟରେ, ଆଦି ପୁସ୍ତକ 39 ପର୍ବ 2 ପଦ ମଧ୍ୟରେ, ହଁ ଦେଖନ୍ତୁ, ବହୁତ ସୁନ୍ଦର ଭାବରେ ଲେଖାଯାଏ ଯେ ସଦାପ୍ରଭୁ ଯୋସେଫଙ୍କର ସହିତ ସହବର୍ତ୍ତୀ ଥିଲେ। 21 ପଦରେ ମଧ୍ୟ ସେହି ପ୍ରକାର ଲେଖାଯାଏ, ଯୋସେଫଙ୍କର ଜୀବନରେ ପରମେଶ୍ୱର ସଦା ସର୍ବଦା ଥିଲେ। 23 ପଦରେ ମଧ୍ୟ ଆମେ ଦେଖୁଅଛୁ, ଯୋସେଫଙ୍କର ସହିତ ପରମେଶ୍ୱର ସଦା ସର୍ବଦା ରହୁଅଛନ୍ତି। ଯୋସେଫଙ୍କର ଜୀବନରେ ଯୌନର ବ୍ୟଭିଚାର ଆସିଥିଲା, କଠିନ ସମସ୍ୟା ଆସିଲେ ମଧ୍ୟ ବିଶ୍ୱସ୍ତ ଭାବରେ ନିଜର ଜୀବନ ଅତିବାହିତ କରିଥିବାରୁ ସଦାପ୍ରଭୁ ଯୋସେଫଙ୍କର ସହିତ ସଦା ସର୍ବଦା ରହୁଅଛନ୍ତି। ଆଜି ଆପଣଙ୍କର ଜୀବନରେ ପରମେଶ୍ୱର ଅଛନ୍ତି କି? ସଦା ସର୍ବଦା ନାଇଁ। ମୋର ପ୍ରିୟ ମଣ୍ଡଳୀ, ଆମମାନଙ୍କର ଜୀବନରେ ଯଦି ବିଶ୍ୱସ୍ତ ଭାବରେ ଆମେ ଜୀବନ ଅତିବାହିତ କରୁ, ତାହେଲେ ଆମମାନଙ୍କର ଜୀବନରେ ସଦା ସର୍ବଦା ପରମେଶ୍ୱର ଉପସ୍ଥିତ ରହିବେ। ଆମମାନଙ୍କର ଜୀବନରେ ବିଶ୍ୱସ୍ତତା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଆମେ ଶେଷରେ ଦେଖିବା ଯାହା 32 ପଦ ମଧ୍ୟରେ ବହୁତ ସୁନ୍ଦର ଭାବରେ ଲେଖାଯାଇଅଛି। 32 ପଦ ପଠନ କରିଦିଅନ୍ତୁ। ହଁ, 32 ପଦକୁ ନେଇ ଯାହା ମୋ ଶେଷ ପଏଣ୍ଟ ନେଇଅଛି, ଆମ୍ଭେମାନେ ଆଜ୍ଞାଯୁକ୍ତ ହେବା ଆବଶ୍ୟକ ଅଟେ। Let us be
united in hope आम्भेमाने आशायुक्त हेबा आवश्यक है प्रिय मंडली आमे समस्ते पाप रे लिप्त रहउछु कारण प्रभु हम समस्त को परित्राण देबा पाई ए जगत मध्यरे रहिथिले आ एबे मध्य चाहंती जे हमन को परित्राण देबा निमंते जेतबे आम्भेमाने पाप रे थिलु ईश्वर अपना अद्वितीय पुत्र को ए जगत मध्यरे दान कले आ हमने परित्राण पथरे यात्रा करउछु किंतु आमे माने जानिबा आवश्यक अटे ए जगत मध्यरे अधिक रु अधिक पाप बढ़िबा को लागुछि काहेकि आमे माने आज्ञा बहता न अमरकर जीवन रे ईश्वरंकर प्रति आज्ञा बहता न थिबारु आज ए जगत मध्यरे अनेक पाप रहिछि आज ए जगत मध्यरे पाप मध्य प्रवेश करिछि तेणुकरी आमे ईश्वरंकर निकटरे आज्ञा बहता हेबा आवश्यक अटे आमे अनाज्ञा बहतार ए जगत मध्यरे पाप बढ़ुछि मोर प्रिय मंडली यदि आमे चिंता करिबा यात्रा पुस्तक 14 अध्याय 14 पद मध्यरे लिखा जाय भरोसा प्रभुंकर ठारे आशा प्रभुंकर ठारे रहिबा आवश्यक अटे ताहाले आमानकर निमंते सदा प्रभु युद्ध करंती यात्रा पुस्तक 14 अध्याय 14 पद परमेश्वर आज आमानकर सहित रहि युद्ध करिबा इच्छा करंती आमाने निरव थिबा आवश्यक अटे आमानकर जीवन रे से आशा मध्य देखा जाउ नै काहे कि आमानकर जीवन रे से आशा देखा जाउ नै काहे कि आमे माने ईश्वर कोठारे भरोसा रखुनु ईश्वर कोठारे आशा रखि नथिबारु आज आमानकर जीवन रे निरवता मध्य देखा जाउ नै जदि निरवता अछि ताहले ईश्वर कोठारे भरोसा थिबा द्वारा ईश्वर कोठारे आशा थिबा द्वारा आज आमानकर जीवन रे निरवता रहछि इस्राएल लोक माने मिस्र देश रे जेमानकु बहुत सुंदर भाव परमेश्वर मशांकर माध्यम कढ़ाई नौथिबा समय सम्मुखरे समुद्र से सम्मुखरे आसीथिला आ समुद्र को देखि इस्राएल लोक माने भयभीत हो जाउछंती सेमानकु परमेश्वर कहउछंती जे तुमे भय कर नै तुमे निराश हो नै काहे कि ना परमेश्वर तुम समानकर सहित रही युद्ध करिबे तुमे नीरव रहिबो इस्राएल लोक मानकर जीवन रे से आशा देखा जाउ नथिला সেই ভরসা দেখা যাও নথিলা মোর প্রিয় মণ্ডলী আজ আমানকৰ আশা বিশ্বাস ভরসা কিবা আবশ্যক অটে যে আজিৰ ৰবিবাৰ উপাসনাৰে মু যোগ দেই अछि কেবল ଈଶ୍ୱରଙ୍କର ଆଶାରେ ଈଶ୍ୱରଙ୍କ ଠାରେ ଭରସା ଯେ ମୁ ଯୋଗ ଦେଇ अछि ଆଜି ମୋର ପରିବାରରେ ଏହି ପରି ସୁରକ୍ଷା ପରମେଶ୍ୱର ଦେବେ ଆଜି ମୋର ବ୍ୟକ୍ତିଗତ ଜୀବନରେ ପରମେଶ୍ୱରଙ୍କର ସୁରକ୍ଷା ରହି ଅଛି ଆମଙ୍କର ଆଶା ଦେଖା ଯିବ ନାହିଁ ମୋର ପ୍ରିୟ ପରିବାର आज आम्हा ईश्वरଙ୍କ निकटरे आशा और भरोसा थिबा आवश्यक अटे यदि आशा नथिबो भरोसा नथिबो ताहले आम्हे माने केवल मध्य परित्राण पथरे जाई पारिबो नाही बहुत सुंदर भाबरे आमार गीत मध्य छोड़ छोड़ दृश्य माने गाउथिले रे मृत्यु काहे तोर जय आमानकर विश्वास और आशा अछि जे ए जगत मध्य रे मृत्यु जय करि पारिबो नाही आमानकर जीवन रे किंतु आम्हे माने निराश हो जाउछु आमानकर जीवन रे आशा अछि गुरुत्वपूर्ण अटे भरोसा अछि गुरुत्वपूर्ण अटे मोर प्रिय मंडली आज आमानकर जीवन रे जदि चिंता करिबा परित्राण पथरे यात्रा करिवार आवश्यकता रहि अछि ताहले प्रथम विजय निजर चरित्र को आत्माने दमन करिबा आवश्यक अटे द्वितीय विषय माने देखो जो जहा चुक्ति रे सर्वस्व हेबा आवश्यक अटे एवं तृतीय आमे माने आशायुक्त भरोसायुक्त हो यदि रहिबा ताहले प्रभु हमनको उत्तम पथ दे निजर परित्राण पथरे गमन कराइबे प्रभु ए संक्षिप्त वाक्य दे हम समस्त को आशीर्वाद अनुग्रह सदा सर्वदा प्रदान करतु जेपरि आमे माने परित्राण पथरे यात्रा करबो सेति पई प्रभु आशीर्वाद प्रदान करतु आमेन हमर समस्त उपाय दिबा समस्त पथर अज्ञाप्य ईश्वरंकर शांति ताहा तुमମାନଙ୍କର हृदय मन को ख्रीष्ट जीशुଙ୍କ सहभागिताରେ सुरक्षा କରି ରଖିବ आमेन। ସମସ୍ତେ ବସିଯାଆନ୍ତୁ।